ମହାଦେବର ପାର୍ଟି ବଡଟା ପରା। ସେ ମାନେ ସେଥିପାଇଁ ଦେଖୁନୁ ମତେ ମୁଁ ଆରେ ଏବେ ସବୁ ଲୋକ କଥାରେ ଅଛି କହୁଛନ୍ତି କଣ ଘୋଡା ଚଢିବା ଠାରୁ ମାନେ ଘାସ କାଟିବା ପର୍ଯ୍ୟନ୍ତ ଜଣା ବୋଲି କହୁଛନ୍ତି କି ନାଇଁ କଥାରେ। ମୁଁ ସେଇଟା କହିଲେ ତମେ କଣ ଯାଇଥିଲ ଯେ କୋଣ ଘାସ କାଟିବାକୁ ଯାଇଥିଲ କି କହିଥିଲି କଣ ଅସୁବିଧା ହେଲା ଏଟା। ମୁଁ ତ ସେଟା ମଜାରେ କହିଛି ନା ଗାଳି ତ କରି ନାହିଁ ନା କଥା ହଉ କହିଲି ତମେ କଣ ପାଇଁ ଯାଇଥିଲ ଭାଇନା ବୋଲି କହିଲେ କାମ ସରେଇକି ନ ଆସିଲ ବୋଲି କହିଲେ କଣ ଘାସ କଟକୁ ଯାଇଥିଲ କି କାମ ନ ସରି ଖାଇଲ ବୋଲି କହିଲେ କଣ ଅସୁବିଧା ହେଲା। ଏଠି ଦୁଇ ଅକ୍ଷର ବାହାରିବାର ତ ପ୍ରଶ୍ନ ଆକା ନାହିଁ। ଏବେ ଆମ କଥା ହଉ ସେଟା ଗୋଟେ ମଜାର ଗୋଟେ କୁହାହେଲେ ସେଟା ତ ଦୁଇ ଅକ୍ଷର ଯାକ ବାହାରିବା ତ ମାନେ ଜାଗା ଏକା ନାହିଁ ସେ ଦୁଇ ଅକ୍ଷର ଯାକ କରିକି ମତେ କହିଲା ବୋଲି କହିଲେ ସେ ମାଡୁଆଟା ନାହିଁ। ସେଥିପାଇଁ ସଲମନ ତାର କବାଟ ହାଣିକି ତାକୁ ତୋଳିଲା। ଇନ୍ଦିରାବାସ ଗୋଟେ ଦେଇଥିଲେ ଇନ୍ଦିରାବାସ କରିଥିଲା ବାଣ୍ଡିଗୁଡାରେ ସବୁ ଯାଇକି ତାର କବାଟ ସବୁ ହାଣିଦେଲା ତାପରେ ତୋଳିଲା ଯା କିଏ ସଲମନ ଆଉ ସଲମନ ତୋଳି ନେଇକି ତାକୁ ଆଉ ମହାରାଜ ମହାଦେବ ଏମାନେ 2000 ପ୍ରଥମ କଳିର ମଞ୍ଜି ନା 2000 ଇଏ ସମିଛବେ ଥିଲା ସଲମନ ହେଲା। ସଲମନ ବି ଚାଲାକ ହେଇନଥାନ୍ତା। ସଲମନ ତ ତାର ଏଜୁକେସନ ନାହିଁ ବୋଲିକି ଜିଏମଏସ ରେ ବି ଟିଚର ହେଇନଥିଲା। ତାକୁ ମଣିଷ ବନେଇବା ଲୋକ ମୁଁ ହେମନ୍ତ ତାଣ୍ଡି ସାରଙ୍କ ପାଖରେ ଯିଏକି ସିରକି ଘାଇରେ ହଷ୍ଟେଲ ନାହିଁ କି ସେ ହଷ୍ଟେଲର ମୁଁ ୱାର୍କରେ କରେଇଲି ତାକୁ ୱାର୍କରେ କରିକି ତାକୁ ଏଠି କ୍ଲାସ ଏଠି କମିଟି ସେଠି ନେଇକି ମୁଁ ତାକୁ ବନେଇଲା ପରେ ଇଏ ମାନେ ଭାଉଜକୁ ଆଉ ସେ ସଲମନ ଠିଆ ହେଲେ ଭାଉଜକୁ ସେ ବଡ ଭାଇନା ଚେୟାରମ୍ୟାନ କରିବି ବୋଲିକି ଠିଆ କଲା ଭିତରେ ସଲମନ ସେ ଲେଡି ମାନେ ଜେଣ୍ଟସ ସିଟରେ ଲେଡିଜ କାହିଁକି ଠିଆ ହବ ବୋଲିକି ସଲମନ ଠିଆ ହେଲା ପରେ ସଲମନ ସମୀର ସଭ୍ୟ ହେଲା ପରେ ଆମେ ଆମର ସେ ଆମର ଆଡିପଦରୁ ସେ ଭାଇନା ସେ ତାନା କି ବାମଦେବର ସ୍ତ୍ରୀକୁ ଚେୟାରମ୍ୟାନ କରାହେଲା। ସେଥର ଚେୟାରମ୍ୟାନ ହେଲା ପରେ ଇଏ ସମୀର ସଭ୍ୟ ହେଲା ପରେ ମାର୍କେଟ କମ୍ପ୍ଲେକ୍ସ କୁ ଆକୁ ତା ନା କି ନା ମହାରାଜ କୁ ମାନେ କଣ କହୁଛନ୍ତି କଣ୍ଟ୍ରାକ୍ଟର ଦେଲେ ଆମର ସୁବର୍ଣ୍ଣଗିରି ହାଟପଦା ସେ ସୁବର୍ଣ୍ଣଗିରି ହାଟପଦା ମହାରାଜକୁ ମାର୍କେଟ କମ୍ପ୍ଲେକ୍ସ କରିବାକୁ ଦେଲେ ଯେମିତି ଇଏ କଣ କରିବ ବାଣ୍ଡିଗୁଡାଠୁ ମୋର ସେତେବେଳକୁ ଅନାଥ ଆଶ୍ରମ ଚାଲିଛି ସୁବର୍ଣ୍ଣଗିରି ସେ କଣ କରିବ ବାଣ୍ଡିଗୁଡାର ପିଲାମାନଙ୍କୁ ଡାକିକି ତାର ସେ ମାର୍କେଟ କମ୍ପ୍ଲେକ୍ସ ଖମ୍ବ ଯାକ ନାକି ଗୋଟେ ବନେଇକି ମାନେ ଛପର କରିବ ସେଇଟା ହାଟପଦା ପାଇଁ ସେ ଖମ୍ବ ଯାକ ସବୁ ଭାଙ୍ଗିଦେଲା ଏଇ ସଲମନ ଆଉ ସେ ତିଆର ହେଇଥିବାଟା ଖମ୍ବ ଯାକ ରାତିରେ ଆସିକି ସବୁ ଭାଙ୍ଗିଦେଲା। ଯେତେବେଳେ ଭାଙ୍ଗିଦେଲା ସଲମନ ଭାଙ୍ଗିଦେବାରୁ ଇଏ ମହାରାଜ ରାଗିଲା ଯେମିତି ଇଏ ଯାଇଥିଲା ଉପର ସୁବର୍ଣ୍ଣଗିରି ସେ ଆମର ବାଣ୍ଡିଗୁଡାର ଜଣେ ଯାଇକି ସିମନ ବଡ ମାଝି ବୋଲି ଅଛି ସେ ଉପର ସାଇଡ ଟେଲରିଂ କାମ କରେ ସେଠିରେ ଅଛି ସେଟା ସ୍ଥାୟୀ ବାସିନ୍ଦା ହେଇଗଲା ସେଟା ଘର ଦୁଆର କରିକି ସେ ବାସ ହେଇକି ସେଠି ରହିଲା ଓଡିଆ ସାହିରେ। ତା ପାଖକୁ ଗଲା ବେଳକୁ ଇଏ ମହାରାଜ କଣ କରିଦେଲା ସେ ଠେଙ୍ଗା କାଢିକି ତାର ସେ ମାନେ ସେ ରାଜୁତ ଗୋଟେ ମାନେ ସେକେଣ୍ଡ ହ୍ୟାଣ୍ଡ ରାଜୁତ ତ କେବେ ବି ସେ ନୂଆଟା ବାଇକ୍ କିଣି ନାହିଁ ହେଲା ସବୁ ସେକେଣ୍ଡ ହ୍ୟାଣ୍ଡ ତାର ହେଲା। ସଲମନ ଆରମ୍ଭରୁ ସେକେଣ୍ଡ ହ୍ୟାଣ୍ଡ ରାଜୁତ କେତେଟା କିଣିଛି ହିରୋ ହୋଣ୍ଡା କିଣିଛି ଏବେ କାର କିଣିଛି ସବୁ ତାର ସେକେଣ୍ଡ ହ୍ୟାଣ୍ଡ ହେଲା। ହେଲେ ଇଏ କଣ କଲା ସେ ସେକେଣ୍ଡ ହ୍ୟାଣ୍ଡ ରାଜୁତ ଗୋଟେ ଧରି ଯାଇଛି ସେତେବେଳେ ତ ଇଏ ମହାରାଜ ଯାଇକି ସେଟା 2-3 ଠେଙ୍ଗା ସେ ଟାଙ୍କିକୁ ମାରିଦେଲା। ସେ ଟାଙ୍କି ମାରିଦେଲା ତ ସେ ଇଏ ସେଠି କରିକି ତ ମୋ ଭଳିଆ ଲୋକ ଯଦି ଯିଏକି ମାନେ ଏରିଆର ଭଳିଆ ଲୋକ ଏମିତି କରୁଛନ୍ତି ବୋଲି ଲୋକମାନଙ୍କୁ କେମିତି ଶୋଷଣ କରୁନଥିବ ଏମିତି ସେମିତି କରିକି ସେମାନେ ମାନେ ଇଏ କରିକି ନୋଟିସ ଫୋଟିସ କରିକି ସେ ମାନେ ଲୋକମାନଙ୍କୁ ଡାକିକି ତ ସେମିତି ସମସ୍ୟାଟା ଷ୍ଟାର୍ଟ କଲା। ମାନେ ଏଇଟା 2000 ଯୋଉ ମାନେ କଟଗୋଡରେ ଦଙ୍ଗାର କଳିର ମଞ୍ଜି ହଉଛି ସଲମନକୁ ଆଉ ମହାରାଜ ତାପରେ ଏମିତି ହେଲା ପରେ ହେଲେ ମହାରାଜର ଚେଲା ହଉଛି ମହାଦେବ ହେଲା। ହେଲେ ସେଥିପାଇଁ ବୋଲିକି ଇଏ କଣ କଲା ସେତେବେଳକୁ ଆର ଘର ଦ୍ୱାର ଯାଇକି ଭଗାଭଗି କରିକି ତାକୁ ତଳିଲା ହେଲା। ଇଏ ଟାଉଟରିଆଟା ଏମିତି ସେମିତି ବୋଲିକି ଆଉ ସେତେବେଳକୁ ସେ ସଲମନର ସାନ ଭାଇ ଯେ ହେମନ୍ତ 35ଟା ଘୁଷୁରି ହାଣିଲା ଆଉ ବାଣ୍ଡିର ଘୁଷୁରି ସେ ପୁରା ତୋଡି ହାଣିଲା ପୁରା 35ଟା କେତେଟା ହାଣିଲା। ସେମିତି କି ସେ ପୁରା ହଲଚଲ କରିଦେଲେ ନା ସେତେବେଳକୁ ପ୍ରଥମେ ଆଉ ଲାଇନ ପୋଡା ଆମର
ଏଇ ଆମର 19 ନା କେବେ ଆମର ଲମ୍ବୁ ଭାଇନା ଆରମ୍ଭ କଲେ ଏମାନେ 2000 ଆମର କୋଟଗଡ ବା ସୁବର୍ଣ୍ଣଗିରି ଆରମ୍ଭ କଲେ ଆଉ ଏ କୋଟଗଡ ଆରମ୍ଭ କଲେ ଆଉ ସେଇଥିର କଳିର ମଞ୍ଜି ହଉଛନ୍ତି ଏ ମହାରାଜ ମହାଦେବ ଆଉ ସୋଲମନ ଆଉ ହେଲା ହୁଁ ହୁଁ ସେ ଦଙ୍ଗାର ମୁଖ୍ୟ ମଞ୍ଜିଟା ହଉଛି ଏମାନେ